ଏହି କାହାଣୀଟି ହେଉଛି ଚନ୍ଦନପୁର ଗାଁର ରାତିର ଭୂତ। ଗୋଟିଏ ଛୋଟ ଗାଁ ଥିଲା। ଗାଁଟିର ନାଁ ଥିଲା ଚନ୍ଦନପୁର। ଗାଁଟି ଛୋଟ ହେଲେ ମଧ୍ୟ ଗୋଟିଏ ଜିନିଷ ପାଇଁ ଖୁବ୍ ପ୍ରସିଦ୍ଧ। ସେଠାରେ ଥିବା ପୁରୁଣା ମଞ୍ଚା ଘର। ଲୋକମାନେ କହୁଥିଲେ ସେହି ଘରଟି ଭୂତିଆ ଘର। ରାତି 12ଟା ପରେ କେତେବେଳେ ନାରୀ ହସର ଶବ୍ଦ ଶୁଭୁଥାଏ ତ ଆଉ କେତେବେଳେ ଶିଶୁ କାନ୍ଦୁଥିବାର ଶବ୍ଦ ଆସୁଥାଏ। ସେହି ଗାଁର ପିଲାମାନେ ରାହୁଲ, ବିକାଶ, ସନ୍ଦୀପ ଓ ମିନତୀ ସେହି ଭୂତ ଘର ବିଷୟରେ ବହୁତ ଆଗ୍ରହୀ ଥିଲେ। ପ୍ରତିଦିନ ରାତିରେ ସେମାନେ ଜଣକ ଘରେ ବସି ଭୂତ ଗପ ଶୁଣୁଥିଲେ। ସେମାନଙ୍କ ମଧ୍ୟରୁ ବିକାଶ ସବୁଠାରୁ ଭୟଭୀତ ଥିଲା, କିନ୍ତୁ ଗପ ଶୁଣିବାରୁ ଛାଡ଼ି ଯାଇପାରୁନଥିଲା। ଦିନେ ଗୋଟିଏ ରାତିରେ ଚନ୍ଦନପୁର ଗାଁରେ ବଜ୍ରପାତ ଓ ବତାସ ଚାଲିଥିଲା। ସେମାନେ ବିକାଶଙ୍କ ଘରେ ବସିଲେ। ଆଉ ରାହୁଲ କହିଲା, ଆଜି ଆମେ ଗପ ନୁହେଁ, ଅସଲି ଘଟଣା ଦେଖିବାକୁ ଯିବା। ସମସ୍ତେ ଚମକି ପଡ଼ିଲେ ଆଉ ସମସ୍ତେ ବିକାଶକୁ ଚାହିଁକି ଦେଖିଲେ। ସନ୍ଦୀପ ପଚାରିଲା, ଆରେ ବିକାଶ, ଆମେ କେଉଁଠିକି ଯିବା? ସେଇ ଭୂତ ଘରକୁ? ତାପରେ ରାହୁଲ ହସିଲା। ସମସ୍ତେ ଆଗ ମନା କଲେ, ତାପରେ ସମସ୍ତେ ପୁଣି ରାଜି ହୋଇଗଲେ ଆଉ ସେମାନେ ମିଶିକି ସମସ୍ତେ ଗଲେ। ସେମାନେ ଚୁପଚାପ ଟର୍ଚ୍ଚ ଓ ଦିଆସିଲି ନେଇ ରାତି 11ଟାରେ ସେହି ଭୂତ ଘରକୁ ଚାଲିଗଲେ। ତାପରେ ସେମାନେ ଦେଖିଲେ ଘରଟା ଜର୍ଜରିତ, ଦେଉଳ ଫାଟି ପଡ଼ୁଥିଲା। ଦରଜା ନିଜେ ନିଜେ କିଛି ସମୟରେ ଖୋଲି ଯାଉଥିଲା, ପୁଣି ବନ୍ଦ ହୋଇଯାଉଥିଲା। ବତାସ ହୁଁ ହୁଁ କରି ଚାଲିଥିଲା ଓ ଚନ୍ଦ୍ର ମେଘ ମଝିରେ ଲୁଚି ଯାଉଥିଲା। ସେମାନେ ଘର ଭିତରକୁ ପଶିଲେ। ଧୂଳି ଉଡ଼ିଲା। ଅସ୍ତିତ୍ୱ ଭିତରେ ଗୋଟିଏ ହାଲୁକା ଶୀତଳ ହାତ ସନ୍ଦୀପ ଗୋଡ଼ରେ ଲାଗିଗଲା। ସେ ଚିତ୍କାର କଲା, କିଏ ଅଛି ରେ? ସମସ୍ତେ ଟର୍ଚ୍ଚ ପକେଇଲେ। ଦେଖିଲେ କିଛି ନାହିଁ, କେବଳ ଗୋଟିଏ ପୁରୁଣା କଣ୍ଢେଇଟିଏ ଥିଲା। ମିନତୀ କଣ୍ଢେଇଟିକୁ ଉଠେଇଲା। କଣ୍ଢେଇଟିର ଗୋଟିଏ ଆଖି ଭାଙ୍ଗି ଯାଇଥିଲା, ମୁହଁ ଜଳି ଯାଇଥିଲା। ତାପରେ ମିନତୀ ଦେଖିଲା, ଏହି କଣ୍ଢେଇଟି ବହୁତ ଅଜବ ଲାଗୁଛି। ମିନତୀ ମୁହଁ ନିମୁଛିଲା। ସେ କଣ୍ଢେଇଟିକୁ ରଖିଦେଲା। କିଛି ମିନିଟ୍ ପରେ ଦରଜା ଆପେ ଆପେ ଜୋରରେ ବନ୍ଦ ହେଲା। ଘର ଭିତର ପୂରା ଅନ୍ଧାର ହୋଇଗଲା। କେବଳ ଟର୍ଚ୍ଚ ଆଲୋକ ଥିଲା। ତା ସହିତ ଗୋଟିଏ ଅଜଣା ନାରୀର ହସ ଶୁଭୁଥିଲା। ହି ହି ହି, ମୋ ଗୁଡ଼ିଆଟିକୁ କିଏ ଛୁଇଁଲା? ସବୁ ଭୟରେ ଥିଲେ, କିନ୍ତୁ ରାହୁଲ ହସି କହିଲା, କିଛି ନୁହେଁ, ହେଇ ତ ପାବିନି ଆସୁଛି। କିନ୍ତୁ ସେତେବେଳେ ମିନତୀ ତଳେ ଦେଖିଲା, ଗୁଡ଼ିଆଟି ନିଜେ ହଲଚଲ ହେଉଛି। ତାର ମୁହଁ ମାନବ ମୁହଁ ଭଳି ହୋଇଥିଲା। ସନ୍ଦୀପ ଭୟରେ ଟର୍ଚ୍ଚ ପକେଇଲା। ତା ହାତରୁ ଟର୍ଚ୍ଚ ପଡ଼ିଗଲା। ଆଲୋକ ବନ୍ଦ ହୋଇଗଲା। ଏବେ ତାଙ୍କ ଚାରିପାଖରେ ଶୀତଳ ଛାୟା ଓ ଧୂଳି, ଶୀତଳ ବତାସ ଘୁରୁଥିଲା। କେହି ହାଲୁକାରେ କହିଲା, ତୁମେ ମୋ ଘରକୁ କାହିଁକି ଆସିଲ? ସବୁ ଚିତ୍କାର କରି ବାହାରକୁ ଦୌଡ଼ି ପଳେଇ ଆସିଲେ। ହେଲେ ମିନତୀର ଗୋଡ଼ ଫସିଗଲା। ସେ ତଳେ ପଡ଼ିଗଲା। ଗୋଟିଏ ଧଳା ଛାୟା ତାଙ୍କ ଉପରେ ଆସିଲା। ରାହୁଲ ତାକୁ ଟାଣି ଉଠେଇଲା ଆଉ ସମସ୍ତେ ଘରୁ ବାହାରକୁ ପଳେଇ ଆସିଲେ। ବାହାରେ ବର୍ଷା ଜୋରରେ ପଡ଼ୁଥିଲା। ଘର ପଛକୁ ଦେଖିଲେ, ଦେଉଳିର ଜାଲ ଭିତରେ ଗୋଟିଏ ନାରୀ ମୁହଁ ଦେଖାଯାଉଥିଲା। ସେ ହସୁଥିଲା। ଗୁଡ଼ିଆଟି ତାଙ୍କ ହାତରେ ଥିଲା। ସବୁ ଗାଁକୁ ଫେରି ଆସିଲେ। ଘଟଣାଟି ଗାଁରେ କହିଲେ। କେହି ବିଶ୍ୱାସ କଲେ ନାହିଁ। କିନ୍ତୁ ପରଦିନ ସକାଳେ ବିକାଶର ଘର ଆଗରେ ଗୁଡ଼ିଆଟି ମିଳିଲା। ତାର ମୁହଁ ମିନତୀ ଭଳି ହୋଇଯାଇଥିଲା। ସେହିଦିନଠାରୁ ସେମାନେ ଆଉ ଭୂତ ଗପ ଶୁଣିଲେ ନାହିଁ। କିନ୍ତୁ ଗାଁର ଲୋକମାନେ ଏପର୍ଯ୍ୟନ୍ତ କୁହନ୍ତି, ରାତି 12ଟା ପରେ ଯଦି ଚନ୍ଦନପୁର ମଞ୍ଚ ଘର ପାଖକୁ ଯିବ, ତାହେଲେ ଗୋଟିଏ ଗୁଡ଼ିଆର ହସ ଶୁଭିବ। ହି ହି ହି, ମୋ ଗୁଡ଼ିଆକୁ ଛୁଇଁଲୁ ନା?